ଲୋକପ୍ରିୟ ସାଂସଦ ଅନନ୍ତ ଚରଣ ନାୟକଙ୍କ ଅଭିଯୋଗ ଶୁଣାଣି। କେନ୍ଦୁଝରରେ ତୃତୀୟ ଥର ପାଇଁ ସାଂସଦ ବନିଥିବା ବିଜେପିର ଲୋକପ୍ରିୟ ନେତା ଅନନ୍ତ ଚରଣ ନାୟକ ନିଜ ଗ୍ରାମ ଲବଣଗଡିରେ ଲୋକଙ୍କ ଅଭିଯୋଗ ଶୁଣାଣି କରୁଛନ୍ତି। ବାଲିପୋଖରୀ ଦୁର୍ଗା ବାହିନୀର ସଦସ୍ୟମାନେ ସାଂସଦଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଦୁର୍ଗା ବାହିନୀର ସଦସ୍ୟା ମାନଙ୍କ ଦ୍ୱାରା ଏକ ଗୃହ ନିର୍ମାଣ ପାଇଁ ସାଂସଦଙ୍କ ଠାରେ ଦାବି ରଖିଥିଲେ। ସେହିପରି ଗଦାଧରପୁରର ଯୁବକମାନେ ମଧ୍ୟ ସାଂସଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ଗୁଣ ସମାଜର ସଭାପତି ଦନାଦନ ନାୟକ, ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ଗୋବିନ୍ଦ ନାୟକ, କିରଣବାଳା ନାୟକ ସମେତ ଅନେକ ଲୋକ ସାଂସଦଙ୍କୁ ଭେଟି ନିଜର ଅଭିଯୋଗ ବଖାଣିଥିଲେ। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।